ତୁକ୍ଲାଠାରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ। ଚତୁର୍ଦିଗରେ ଆଧ୍ୟାତ୍ମିକ ପରିବେଶର ଶାନ୍ତ ବାତାବରଣ, ସୋରିଷ ଫୁଲର ଭ୍ରମରେ ହଳଦିଆ ପରିବେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭରି ଯାଇଛି ଭକ୍ତି ଓ ଭାବନା। ମନ୍ତ୍ରଧ୍ୱନିର ସ୍ୱରରେ ପବିତ୍ରତା ସୃଷ୍ଟି ହୋଇ ମଣିଷ ଜୀବନର ବହୁମୂଲ୍ୟ ସମୟ ଆଜି ବାନ୍ଧି ହୋଇଯାଇଛି ଏକ ଭଗବାନଙ୍କ ଦ୍ୱାର ନିକଟରେ। ସତେଅବା ଜଣାଯାଉଛି ପ୍ରତ୍ୟେକ ମଣିଷ ପାଖରେ ଭଗବାନ ବିରାଜମାନ କରିଛନ୍ତି। ଶାନ୍ତ ପରିବେଶରେ ଏକାଗ୍ର ଚିତ୍ତରେ ଭଗବାନଙ୍କୁ ପାଇବା ଆଶାରେ ସମସ୍ତେ ଏକତ୍ରିତ ହୋଇଛନ୍ତି ଏହି ଯଜ୍ଞ ମଣ୍ଡପରେ। ସମସ୍ତେ ନିଜ ନିଜ ସୁଖ ମନାସିବା ପାଇଁ ଯଜ୍ଞ ମଣ୍ଡପରେ ରୁଣ୍ଡୀଭୂତ ହୋଇ ସତ୍ୟ ପଥରେ ପାଦ ଦେଇ ବାଟ ଚାଲିବା ପାଇଁ ବ୍ୟାକୁଳ ହୋଇ ଉଠୁଛନ୍ତି। କେଉଁଠି ସାମୂହିକ ବିବାହ ତ ଆଉ କେଉଁଠି କୁଆଁରୀ ବ୍ରତ। ସୁନ୍ଦର ସାଜସଜ୍ଜା ମଧ୍ୟରେ ଲୋକମାନଙ୍କ ଗହଳ ଚହଳରେ ପରିପୂର୍ଣ୍ଣ ଦେଖାଯାଉଛି ଯଜ୍ଞ ମଣ୍ଡପ। ଆକର୍ଷଣୀୟ ହୋଇ ଉଠିଛି ଆଧ୍ୟାତ୍ମିକ ପରିବେଶ। ଯିଏ ବି ଥରେ ଏହି ପବିତ୍ର ସ୍ଥାନରେ ପାଦ ଦେଉଛି ସେ ପାଦ ଆଉ ପଛକୁ ଫେରି ଆସି ପାରୁନାହିଁ। ଭଗବାନଙ୍କ ଦ୍ୱାରରେ ସମସ୍ତେ ବନ୍ଦୀ ହୋଇ ଅନୁସନ୍ଧାନ କରୁଛନ୍ତି ସତ୍ୟର ସନ୍ଧାନ। ସତ୍ୟ ପଥରେ ହିଁ ଭଗବାନଙ୍କ ନିକଟତର ହୋଇପାରିବେ ଏ ବିଶ୍ୱାସ ସମସ୍ତଙ୍କ ମନରେ ଜାଗ୍ରତ ହୋଇ ଉଠିଛି। ଆଉ ସମସ୍ତଙ୍କ ହୃଦୟ ଭିତରେ ଉଙ୍କି ମାରିଛି ସତ୍ୟ ପଥରେ ପାଦ ଦେଇ ମଣିଷ ଜୀବନକୁ ସୁଖମୟ କରିବା ପାଇଁ। ସେହି ସତ୍ୟର ପଥରେ ପାଦ ଥାପିବା ପାଇଁ ଖୁବ୍ ଭକ୍ତି ଓ ବିଶ୍ୱାସରେ ଆୟୋଜିତ ହୋଇଯାଇଛି 51 କୁଣ୍ଡିଆ ଗାୟତ୍ରୀ ମହାଯଜ୍ଞ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକ୍ଲା ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି 51 କୁଣ୍ଡିଆ ଗାୟତ୍ରୀ ମହାଯଜ୍ଞ। ଏହି ଗାୟତ୍ରୀ ମହାଯଜ୍ଞ ପାଇଁ ଗତ ବୁଧବାର ଦିନଠାରୁ ଶନିବାର ପର୍ଯ୍ୟନ୍ତ ଦୀର୍ଘ 4 ଦିନ ଧରି ମହା ଆଡମ୍ବର ସହକାରେ ପାଳନ କରାଯାଉଛି। ଚଳଚଞ୍ଚଳ ହୋଇ ଉଠୁଛି ଖଡ଼ିଆଳର ତୁକ୍ଲା ଅଞ୍ଚଳ। ଗାୟତ୍ରୀ ମହାଯଜ୍ଞରେ 51 ଖଣ୍ଡ ଗ୍ରାମର ଗାୟତ୍ରୀ ଭକ୍ତ ଯୋଗ ଦେଇଥିବା ବେଳେ 3100 ଜଣ ମହିଳା କଳସ ଯାତ୍ରାରେ ଯୋଗ ଦେଇଥିଲେ। ଯଜ୍ଞ ମଣ୍ଡପରେ ସ୍ଥାପନ ପରେ ବୁଧବାର ଦିନଠାରୁ ଶନିବାର ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ହୋଇଯାଇଛି। ଏଥିରେ 145 ପରିବାର ଯଜ୍ଞ କୁଣ୍ଡରେ କର୍ତ୍ତା ଭାବରେ ଯୋଗ ଦେଇ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରିଥିଲେ। ଖୁବ୍ ଭକ୍ତି ଓ ବିଶ୍ୱାସ ମଧ୍ୟରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଏ ଅଞ୍ଚଳ ପାଇଁ ଏକ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଗାୟତ୍ରୀ ମହାଯଜ୍ଞକୁ ଉପଭୋଗ କରିବା ପାଇଁ ଆଖପାଖ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆଉ ଖୁବ୍ ସୁନ୍ଦର ଏବଂ ଶାନ୍ତିର ପରିବେଶ ମଧ୍ୟରେ ଏକାଗ୍ର ଚିତ୍ତରେ ଗାୟତ୍ରୀ ମହାଯଜ୍ଞ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ତୁକ୍ଲାଠାରେ ଏହି ଗାୟତ୍ରୀ ମହାଯଜ୍ଞ କମିଟି ପକ୍ଷରୁ ନିଃଶୁଳ୍କ ଭାବରେ ସାମୂହିକ ବିବାହ, କୁଆଁରୀ ବ୍ରତ, ମଣ୍ଡପ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେବା ସହିତ ବିବାହ ନବଦମ୍ପତି କୋଣାବେରା, କୁମାରୀ ବାଲ୍ୟବ୍ରତ ମଣ୍ଡପ କାର୍ଯ୍ୟକ୍ରମ ସବୁ ଆୟୋଜିତ ହୋଇଥିଲା। ତା ସହିତ ବିବାହ ସଂସ୍କାର 55 ଜଣ, ବିଦ୍ୟାରମ୍ଭ 10 ଜଣ ଶିଶୁ, ସଂସ୍କାର 4 ଜଣ, ଯଜ୍ଞ ଦୀକ୍ଷା 11 ଜଣ, ଶିଶୁ ଅନୁପ୍ରସାନ 12 ଜଣ, ଗର୍ଭ ସଂସ୍କାର 10 ଜଣ, ମୁଣ୍ଡ ସଂସ୍କାର 138 ଜଣଙ୍କ ପାଇଁ ଏହି ଯଜ୍ଞରେ ନିଃଶୁଳ୍କ ବ୍ୟବସ୍ଥା କରାଯାଇଥିଲା। ପରେ ନାରୀ ଜାଗୃତି ଓ ନିଶା ନିବାରଣ ନୂତନ ପିଢ଼ିକୁ ସଂସ୍କାର କରାଯିବାର କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହରିଦ୍ୱାରରୁ ଆସିଥିବା ପଣ୍ଡିତଗଣ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଜୀବନ ଦର୍ଶନର ଶିକ୍ଷା ଦେଇଥିଲେ। ହଜାର ହଜାର ଲୋକଙ୍କ ଗହଳି ମଧ୍ୟରେ ଖଡ଼ିଆଳର ତୁକ୍ଲାଠାରେ 51 କୁଣ୍ଡିଆ ଗାୟତ୍ରୀ ମହାଯଜ୍ଞ ଖୁବ୍ ଭକ୍ତି ଓ ଭାବନା ମଧ୍ୟରେ ପରିସମାପ୍ତି ହୋଇଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ,
এবি ନ୍ୟୁଜ୍।